ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଭଗବାନ ବିଷ୍ଣୁଙ୍କ ପ୍ରଥମ ଅବତାର କେଉଁଟି? ଅପସନ୍ ଏ କୁର୍ମ, ଅପସନ୍ ବି ମତ୍ସ୍ୟ, ଅପସନ୍ ସି ବରାହ, ଅପସନ୍ ଡି ନରସିଂହ। ଉତ୍ତରଟି ଜାଣିବା ପୂର୍ବରୁ ଆପଣ ଯଦି ଭଗବାନ ବିଷ୍ଣୁଙ୍କୁ ମାନନ୍ତି ତେବେ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖନ୍ତୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମତ୍ସ୍ୟ। 2 ନମ୍ବର ପ୍ରଶ୍ନଟି ହେଉଛି ରାମାୟଣର ରଚୟିତା କିଏ? ଅପସନ୍ ଏ ବେଦବ୍ୟାସ, ଅପସନ୍ ବି ବାଲ୍ମୀକି, ଅପସନ୍ ସି ତୁଳସୀଦାସ, ଅପସନ୍ ଡି କାଳିଦାସ। ଉତ୍ତରଟି ଜାଣିବା ପୂର୍ବରୁ ଯଦି ଆପଣ ଶ୍ରୀରାମଚନ୍ଦ୍ରଙ୍କୁ ମାନନ୍ତି ତେବେ କମେଣ୍ଟରେ ଜୟ ଶ୍ରୀରାମ ଲେଖନ୍ତୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବାଲ୍ମୀକି। 3 ନମ୍ବର ପ୍ରଶ୍ନଟି ହେଉଛି ସମୁଦ୍ର ମନ୍ଥନ ସମୟରେ କେଉଁ ବିଷ ବାହାରିଥିଲା? ଅପସନ୍ ଏ ଅମୃତ, ଅପସନ୍ ବି କାଳକୂଟ, ଅପସନ୍ ସି ହଳାହଳ, ଅପସନ୍ ଡି ବି ଓ ସି ଉଭୟ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସମୁଦ୍ର ମନ୍ଥନ ବେଳେ କଳାକୂଟ ଓ ହଳାହଳ ଦୁଇଟି ଯାକ ବିଷ ବାହାରିଥିଲା। 4 ନମ୍ବର ପ୍ରଶ୍ନଟି ହେଉଛି ରାବଣଙ୍କ ପିତା କିଏ? ଅପସନ୍ ଏ ପୁଲସ୍ତ୍ୟ ଋଷି, ଅପସନ୍ ବି ବିଶ୍ରମା ମୁନି, ଅପସନ୍ ସି ଅଗସ୍ତ୍ୟ, ଅପସନ୍ ଡି ଭୃଗୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବିଶ୍ରବା ମୁନି। ରାବଣଙ୍କ ପିତା ବିଶ୍ରବା ମୁନି ଥିଲେ। 5 ନମ୍ବର ପ୍ରଶ୍ନଟି ହେଉଛି ଭଗବାନ ଶିବ କେଉଁ ରୂପରେ ଅର୍ଜୁନକୁ ପାଶୁପତ ଅସ୍ତ୍ର ଦେଇଥିଲେ? ଅପସନ୍ ଏ ବୃଦ୍ଧ ବ୍ରାହ୍ମଣ, ଅପସନ୍ ବି କିରାତ ବା ଶିକାରୀ, ଅପସନ୍ ସି ଋଷି, ଅପସନ୍ ଡି ଯକ୍ଷ। ଉତ୍ତରଟି ଜାଣିବା ପୂର୍ବରୁ ଆପଣମାନେ ଯଦି ଭଗବାନ ଶିବଙ୍କୁ ମାନନ୍ତି ତାହେଲେ କମେଣ୍ଟରେ ହର ହର ମହାଦେବ ବୋଲି ଲେଖନ୍ତୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଭଗବାନ ଶିବ ଶିକାରୀ ରୂପରେ ଅର୍ଜୁନକୁ ପାଶୁପତ ଅସ୍ତ୍ର ଦେଇଥିଲେ। 6 ନମ୍ବର ପ୍ରଶ୍ନଟି ହେଉଛି ରାମାୟଣ ଅନୁସାରେ ରାବଣଙ୍କ ନାଭିରେ କ'ଣ ଗୁପ୍ତ ରହସ୍ୟ ଥିଲା? ଅପସନ୍ ଏ ଅମୃତ, ଅପସନ୍ ବି ବେଦ, ଅପସନ୍ ସି ତାଙ୍କ ଜୀବନର ରହସ୍ୟ, ଅପସନ୍ ଡି ସୁନା। ସଠିକ୍ ଉତ୍ତର ଜାଣିବା ପୂର୍ବରୁ ଆପଣମାନେ ଯଦି ନିଜର ପିତାଙ୍କୁ ଭଲ ପାଉଥିବେ ତାହେଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ରାମାୟଣ ଅନୁସାରେ ରାବଣଙ୍କ ନାଭିରେ ତାଙ୍କ ଜୀବନର ରହସ୍ୟ ଥିଲା। 7 ନମ୍ବର ପ୍ରଶ୍ନଟି ହେଉଛି ଭୀମ କେଉଁ ଦେବତାଙ୍କ ପୁତ୍ର? ଅପସନ୍ ଏ ଇନ୍ଦ୍ର, ଅପସନ୍ ବି ବରୁଣ, ଅପସନ୍ ସି ବାୟୁ, ଅପସନ୍ ଡି ଯମ। ସଠିକ୍ ଉତ୍ତର ଜାଣିବା ପୂର୍ବରୁ ମାଆଙ୍କୁ ଭଲ ପାଉଥିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବାୟୁ। ଭୀମ ବାୟୁ ଦେବତାଙ୍କ ପୁତ୍ର ଥିଲେ। 8 ନମ୍ବର ପ୍ରଶ୍ନଟି ହେଉଛି ରାମାୟଣରେ ରାବଣ କେଉଁ ବେଦର ମହାପଣ୍ଡିତ ଥିଲେ? ଅପସନ୍ ଏ ଋଗ୍ବେଦ, ଅପସନ୍ ବି ସାମବେଦ, ଅପସନ୍ ସି ଯଜୁର୍ବେଦ, ଅପସନ୍ ଡି ଅଥର୍ବବେଦ।
ଉତ୍ତରଟି ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସଠିକ୍ ଉତ୍ତରଟି ହେଉଛି ଅଥର୍ବ ବେଦ। ରାମାୟଣରେ ରାବଣ ଅଥର୍ବ ବେଦରେ ମହାପଣ୍ଡିତ ଥିଲେ। 9 ନମ୍ବର ପ୍ରଶ୍ନଟି ହେଉଛି ଅଭିମନ୍ୟୁଙ୍କ ପୁତ୍ରଙ୍କ ନାମ କ'ଣ? ଅପସନ୍ ଏ ଶ୍ରୁତକର୍ତ୍ତା, ଅପସନ୍ ବି ପରୀକ୍ଷିତ, ଅପସନ୍ ସି ଉତ୍ତର, ଅପସନ୍ ଡି ଜନ୍ମଜୟ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ପରୀକ୍ଷିତ। ଅଭିମନ୍ୟୁଙ୍କ ପୁତ୍ରଙ୍କ ନାମ ପରୀକ୍ଷିତ। 10 ନମ୍ବର ପ୍ରଶ୍ନଟି ହେଉଛି ରାମାୟଣ ଅନୁସାରେ ହନୁମାନ କେଉଁ ପର୍ବତ ଉଠାଇ ନେଇଥିଲେ? ଅପସନ୍ ଏ ମେରୁ, ଅପସନ୍ ବି ମନ୍ଦର, ଅପସନ୍ ସି ଦ୍ରୋଣଗିରି, ଅପସନ୍ ଡି ଗନ୍ଧମାଦନ। ଉତ୍ତରଟି ଜାଣିବା ପୂର୍ବରୁ ପ୍ରଭୁ ଶ୍ରୀ ହନୁମାନଙ୍କୁ ଭକ୍ତି କରିଥିଲେ କମେଣ୍ଟରେ ଜୟ ବଜରଙ୍ଗବାଲି ବୋଲି ଲେଖନ୍ତୁ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଦ୍ରୋଣଗିରି। ରାମାୟଣ ଅନୁସାରେ ହନୁମାନ ଦ୍ରୋଣଗିରି ପର୍ବତ ଉଠାଇ ନେଇଥିଲେ। ଏହିପରି ପୌରାଣିକ ପ୍ରଶ୍ନ ସହିତ ଉତ୍ତର ଜାଣିବା ପାଇଁ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଜୟ ଶ୍ରୀକୃଷ୍ଣ।